ମୁଁ ତ ଭାବୁଛି ବିଜେଡ଼ି ଯେଉଁ କଥାବାର୍ତ୍ତା କରିଛି ମୂଳ କଥା ହେଲା ରାଜ୍ୟପାଳଙ୍କ ପୁତ୍ରଙ୍କ ଘଟଣା ନେଇକି କଂଗ୍ରେସ ପକ୍ଷରୁ ଏଇଟା କୁହାଯାଇଛି ଯେ ଆମେ ଜାଣିଛେ ରାଜ୍ୟପାଳ ମାନେ ତାଙ୍କର ଭାଷଣ ଓଡ଼ିଶା ବିଧାନସଭାରେ ଆଜି ପର୍ଯ୍ୟନ୍ତ ଯେତେ ହେଉଛି ସେମାନେ ତ ଓଡ଼ିଆରେ ଅଧିକାଂଶ କହିପାରିବେନି ତେଣୁ ସେମାନେ ଇଂରାଜୀରେ କୁହନ୍ତି ଯେଉଁମାନେ ଓଡ଼ିଆ ନ ଜାଣିଥାନ୍ତି କାରଣ ଇଂରାଜୀ ଭାଷଣ ମଧ୍ୟ ସଭ୍ୟମାନ ପାଖରେ ଉପଲବ୍ଧ ଥାଏ କିନ୍ତୁ ଏ ରାଜ୍ୟପାଳଙ୍କ ଯେଉଁ ଭାଷଣ ହେଲା ସେ ହୁଏତ ହିନ୍ଦୀରେ ହେଲାଠୁ ଅନ୍ୟମାନେ ଓଡ଼ିଆ ଅସ୍ମିତା କଥା ଉଠେଇଲେ କିନ୍ତୁ ଆଗରୁ ଯେଉଁମାନେ ରାଜ୍ୟପାଳ ଥିଲେ ସମସ୍ତେ ତ ଓଡ଼ିଆ ଭାଷାରେ ସମସ୍ତେ କ'ଣ ଭାଷଣ ଦେଇଛନ୍ତି ବା ଦେଇପାରିବେ କି କିନ୍ତୁ ଏମାନେ ତ ଓଡ଼ିଆ ଅସ୍ମିତା ପ୍ରଶ୍ନରେ ଆସିଛନ୍ତି ଓଡ଼ିଆରେ ନ କହିଲେ ଯାହା ପରମ୍ପରା ସେ ଅନୁସାରେ ଚାଲିଥାନ୍ତା ହିନ୍ଦୀରେ କହିବା ଫଳରେ ନ୍ୟାଚୁରାଲି କିଛି ହେଲା ଓଡ଼ିଆ ଅସ୍ମିତା କଥା ଉଠିଲା ମୁଁ ଭାବୁଛି ଏଇଟାକୁ ସମସ୍ତେ ଜାଣିଛନ୍ତି ରାଜ୍ୟପାଳ ମାନେ ଅତୀତରେ ବି କୌଣସି ରାଜ୍ୟପାଳ ଓଡ଼ିଆରେ ଭାଷଣ ଦେଇନାହାନ୍ତି ତ ମଧ୍ୟ ସମ୍ଭବ ନୁହେଁ ତେଣୁ ଭାବୁଛି ଏଇଟାକୁ ଆମେ ଯଦି ଓଡ଼ିଆ ଭାଷା ଇଂରେଜୀ ଭାଷଣ ଶୁଣିପାରୁଛେ ହିନ୍ଦୀରେ ଭାଷଣ ଶୁଣିବାରେ ଏତେ ଅବଜେକ୍ସନ୍ କରିବାର କୌଣସି ବହୁତ ବଡ଼ କାରଣ ଅଛି ବୋଲି ଭାବୁନି ମୁଁ